କିନ୍ତୁ ଏଇ ନୂଆ ଦଳର ଆଦର୍ଶକୁ ନେଇ ହିଁ ସବୁଠାରୁ ଅଧିକ ତର୍କ ବିତର୍କ। ରାଜନୈତିକ ମହଲରେ ଯାହା ଶୁଣିବାକୁ ମିଳୁଛି, ମୋକିମଙ୍କ ନୂଆ ଦଳ କଂଗ୍ରେସ ଓ ବାମପନ୍ଥୀ ବିଚାରଧାରାରେ ଚାଲିବ। ଏ ଦଳ ହେଉଛି କଂଗ୍ରେସ ଆଉ ବାମପନ୍ଥୀ ଦଳ ମାନଙ୍କର ଏକ ମିଶ୍ରଣ। ଏଇ ଆଦର୍ଶ ଉପରେ, ଏଇ ଭିତ୍ତିଭୂମି ଉପରେ ବା ଏଇ ବିଚାରଧାରା ଉପରେ ଏ ଦଳ ଆଗକୁ ଚାଲିବ। ଅର୍ଥାତ୍ ସିଧା ସିଧା କହିବାକୁ ଗଲେ କଂଗ୍ରେସର ସେକୁଲାର ପଲିସି, ସୋସିଆଲ ଜଷ୍ଟିସ କଥା, ସଂଖ୍ୟାଲଘୁଙ୍କ ଅଧିକାର ଉପରେ ଜୋର ଦେବା, ଏଇଭଳି ବିଚାରଧାରାକୁ ନେଇ, ଏଇଭଳି କାର୍ଯ୍ୟକ୍ରମକୁ ନେଇ ଏ ଦଳ ଆଗେଇ ପାରେ। ଅନ୍ୟ ପକ୍ଷରୁ ଶ୍ରମିକ, କୃଷକ ଓ ଅବହେଳିତ ବର୍ଗଙ୍କ ପ୍ରଶ୍ନକୁ ଆଗକୁ ଆଣିବାକୁ ବି ଚେଷ୍ଟା କରାଯିବ। ଏହି ଧାରାକୁ କେତେକ ରାଜନୈତିକ ବିଶ୍ଳେଷକ କଂଗ୍ରେସ ବାମ ପଞ୍ଚ ବୋଲି ମଧ୍ୟ ବର୍ଣ୍ଣନା କରୁଛନ୍ତି। ଏଠି ଆସୁଛି ସବୁଠାରୁ ସମ୍ବେଦନଶୀଳ ପ୍ରଶ୍ନ। ଏପରି ଆଦର୍ଶ ଉପରେ ଭିତ୍ତି କରି ଗଢା ଯାଇଥିବା ଦଳକୁ ରାଜ୍ୟର ସାଧାରଣ ଭୋଟର କେତେ ଦୂର ପର୍ଯ୍ୟନ୍ତ ଗ୍ରହଣ କରିବେ? କାରଣ ରାଜ୍ୟ ରାଜନୀତିରେ ପୂର୍ବରୁ ବି ଧର୍ମ, ଜାତି ଓ ସମ୍ପ୍ରଦାୟ ଭିତ୍ତିକ ରାଜନୀତି ନେଇ ଅନେକ ପରୀକ୍ଷା ହୋଇଛି। ପରିଣାମ ସ୍ୱରୂପ ପ୍ରାୟ ସବୁ ବିଫଳ ହୋଇଛନ୍ତି। ଯଦି ନୂଆ ଦଳଟିକୁ କେବଳ ଏକ ନିର୍ଦ୍ଦିଷ୍ଟ ସମୁଦାୟ କିମ୍ବା ଭୋଟ ବ୍ୟାଙ୍କର ରାଜନୀତି ଭାବରେ ଦେଖାଯାଏ, ତେବେ ତାହାର ବିସ୍ତାର ସୀମିତ ହେବାର ଆଶଙ୍କା ରହୁଛି।